ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 26। ଚିନ୍ତାର ବିଶ୍ଳେଷଣ କର। ମୁଁ କାହିଁକି ଚିନ୍ତା କରୁଛି? ସେ ଦିଗରେ ମୁଁ କ'ଣ କରିପାରେ? ମୁଁ ସେଥିରୁ କିପରି ରକ୍ଷା ପାଇବି? ଖଣ୍ଡେ କାଗଜ ଉପରେ ଏସବୁ ପ୍ରଶ୍ନର ଉତ୍ତର ଲେଖିନିଅ। କେତେ ଲୋକ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରନ୍ତି ନାହିଁ। ଏଇଟା କରିବି କି ସେଇଟା କରିବି, ଏଇ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି। ଏ ଅବସ୍ଥା ଚିନ୍ତା ଉତ୍ପନ୍ନ କରିଥାଏ। ଶୀଘ୍ର କୌଣସି ସିଦ୍ଧାନ୍ତ ଗ୍ରହଣ କରିପାରିଲେ ଅତି ସହଜରେ ଚିନ୍ତାରୁ ମୁକ୍ତି ମିଳିଥାଏ। ଲୋକମାନେ ମୂଳ କାରଣର ବିଶ୍ଳେଷଣ ନ କରି ଅନ୍ଧକାରରେ ଥାଇ କୌଣସି ସିଦ୍ଧାନ୍ତ ଗ୍ରହଣ କରିବାକୁ ଚେଷ୍ଟା କରିଥାନ୍ତି। ଏହା ହିଁ ତ ଚିନ୍ତାର କାରଣ ହୋଇଥାଏ। ସେମାନଙ୍କ ସିଦ୍ଧାନ୍ତର ଆଧାର ଦୁର୍ବଳ ହୋଇଥାଏ। ନାନା ବିଷୟରେ ନାନା ରୂପରେ ଚିନ୍ତା ଆସେ। ଆମେ ପ୍ରଧାନତଃ ଚିନ୍ତାକୁ ନିମ୍ନୋକ୍ତ ବିଭାଗରେ ବିଭକ୍ତ କରିପାରୁ। 1. ଶାରୀରିକ ଚିନ୍ତା। 2. ସାଂସାରିକ ଚିନ୍ତା। 3. ଧାର୍ମିକ ଚିନ୍ତା। ମୋଟାମୋଟି ଭାବେ କହିବାକୁ ଗଲେ ସାଂସାରିକ ଚିନ୍ତା ସବୁଠାରୁ ଅଧିକ ଲୋକଙ୍କୁ ବିଚଳିତ କରେ। ସେଥିରୁ ହିଁ ଶାରୀରିକ ତଥା ଧାର୍ମିକ ଚିନ୍ତାର ଉତ୍ପତ୍ତି ହୋଇଥାଏ। ତେଣୁ ସର୍ବପ୍ରଥମେ ଆମେ ସେହି ବିଷୟରେ ଆଲୋଚନା କରିବା। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।